ভিজিলান্স জালরে তরফা তহসিলদার সুবর্ণপুর জিলা তরফা তহসিলদার সুব্রত বেহরা নগদ 20,000 টঙ্কা লাঞ্চ নেউଥିବା বেলে ভিজিলান্স হাତରେ ধরা পড়িଛନ୍ତି। তরফা ব্লক শিবতলা পঞ্চায়েত ঘাট কৈতরা নিবাসী ওকিল কাହ୍ନୁଚରଣ ଦାସ ତାଙ୍କର ଅନ୍ତର୍ଡ଼ା ମୌଜାରେ କିଛି ଜମି ତୁରୁଣ୍ଡା ନିବାସୀ ରବୀନ୍ଦ୍ର ମିଶ୍ରଙ୍କ ନିକଟରେ ବିକ୍ରି କରିଥିଲେ। ତେବେ ଏହାର ରେଜିଷ୍ଟର କରିବାକୁ ତହସିଲଦାର ଶ୍ରୀ ବେହରା କାହ୍ନୁଙ୍କୁ ନଗଦ 20,000 ଟଙ୍କା ମାଗିଥିଲେ, ଯେଉଁଥିପାଇଁ କାହ୍ନୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ମୁତାବକ ସୋମବାର ଦିନ ରାତି 8:15 ସମୟରେ ରସାୟନପଡ଼ା 40ଟି 500 ଟଙ୍କିଆ ନୋଟ୍ ନେଇ ତହସିଲଦାରଙ୍କ ସରକାରୀ ବାସଭବନକୁ ଯାଇ ଦେଇଥିଲେ। ତେବେ ସଙ୍ଗେ ସଙ୍ଗେ ନିକଟରେ ଥିବା ଭିଜିଲାନ୍ସ ଟିମ୍ ସେଠାରେ ପହଞ୍ଚି ଟଙ୍କା ଜବତ କରିବା ସହ ତହସିଲଦାର ଶ୍ରୀ ବେହେରାଙ୍କୁ ଗିରଫ କରି ସୁବର୍ଣ୍ଣପୁରକୁ ନେଇଥିଲେ। ଏହି ଚଢ଼ାଉରେ ସମ୍ବଲପୁର, ବଲାଙ୍ଗୀର ଓ ସୁବର୍ଣ୍ଣପୁର ଭିଜିଲାନ୍ସ ଅଧିକାରୀମାନେ ସାମିଲ ଥିଲେ। तहसील सब रेजिस्टर सी आज काह୍ନୁଚରଣ ଦାସ ବୋଲି ଜଣେ ତରଭା ଗ୍ରାମର ଗୋଟେ ଲୋକ ଆମକୁ ଗୋଟେ ରିପୋର୍ଟ ଦେଇଥିଲେ ଯେ ତାଙ୍କର ଜଣେ ଗୋଟେ ଜାଗା 10 ଫିଟ୍ 20 ଫିଟ୍ର ଥିଲା, ସେଇଟାକୁ ସେ ରବୀନ୍ଦ୍ର ମିଶ୍ରକୁ ବିକ୍ରି କରିବା ପାଇଁ ଗୋଟେ ସେଲ୍ ଡିଡ୍ ତିଆରି କରିଥିଲେ ଏବଂ ଏ ସେଲ୍ ଡିଡ୍ଟା ସେ ଦେଇଥିଲେ ଗତ 4/11/2020ରେ ସୁବ୍ରତ ବେହେରା ଯିଏ ଅଛନ୍ତି ତହସିଲଦାର, ଯେଉଁଟାକି ସବ୍ ରେଜିଷ୍ଟର କାମ ଇଏ ବି କରୁଛନ୍ତି। ତେଣୁ ଦେଲା ପରେ ସେ କହିଲେ, ଦେଖ ବାବୁ, ବହୁତ ଥର ଯାଇକି ତାଙ୍କୁ ଦେଖା କରିଛନ୍ତି। ସେ କହିଲେ 20,000 ଟଙ୍କା ଲାଞ୍ଚ ମୋତେ ଦେଲେ ତୁମ ରେଜିଷ୍ଟ୍ରେସନ୍ ହେଇପାରିବ ଜମିଟା, ନହେଲେ ରେଜିଷ୍ଟ୍ରେସନ୍ ହେଇପାରିବନି। ଯାହାଫଳରେ କି ଏଇ ରିପୋର୍ଟ ବଳରେ ଆମର ସେ ଦେଖିଲା ଗତ 4 ଦିନ ତଳେ ପୁଣି ଆଉ ଥରେ ଯାଇ ପହଞ୍ଚିଲେ, ସାର୍ ମୋ କାମଟା ଟିକେ ସାର୍ କରିଦିଅନ୍ତୁ, ଏତେ ପଇସା ମୋତେ ମାଗନ୍ତୁନି, ମୁଁ ଏତେ ପଇସା ଦେଇପାରିବିନି। ସେ କହିଲେ ନାହିଁ, ଆସନ୍ତା ତୁମେ 16 ତାରିଖ ଦିନ ତୁମେ ମୋତେ 20,000 ଟଙ୍କା ଦେଲେ ତୁମ ରେଜିଷ୍ଟ୍ରେସନ୍ କରିବି, ନହେଲେ ତୁମ ରେଜିଷ୍ଟ୍ରେସନ୍ କିଛି ହେବ ନାହିଁ। ଯାହାଫଳରେ କି ଏଇ ରିପୋର୍ଟ ବଳରେ ଆମର ଗୋଟେ କେସ୍ ହେଲା, ସମ୍ବଲପୁର ଭିଜିଲାନ୍ସ ଡିଭିଜନ 29/2020 ଗୋଟେ କେସ୍ ହେଲା ଏବଂ କେସ୍ ଫଳରେ ଆମର SP ଭିଜିଲାନ୍ସ ସମ୍ବଲପୁର ସେ ଗୋଟେ ଟିମ୍ ଗଠନ କଲେ। ଟିମ୍ ଗଠନରେ ମୁଁ ହେଉଛି ଦାଶରଥୀ DSP ଭିଜିଲାନ୍ସ ସମ୍ବଲପୁର ଏବଂ P କିଷାନ ସାରେ ଯେଉଁଟାକି ବରଗଡ଼ DSP ଏବଂ ଆମର ସଦାନନ୍ଦ ପାଣି ଇଏର ବଲାଙ୍ଗୀର ୟୁନିଟ୍ର ଏବଂ ଆମର ଏଠି ତୁଷାରକାନ୍ତ ମହାପାତ୍ର ଯିଏ ସେ ମଧ୍ୟ ଟିମ୍ରେ ଗଠନ ଥିଲେ ଏବଂ ଅନ୍ୟାନ୍ୟ କନଷ୍ଟେବଳ ଏବଂ ସରକାରୀ ସାକ୍ଷୀ ଥିଲେ। ଆଜି ସେ 8:15 ତାଙ୍କଠୁ ଲାଞ୍ଚ ଗ୍ରହଣ କଲାବେଳେ ତାଙ୍କ ସରକାରୀ ବାସଭବନରେ ଏଇ ସନ୍ଧ୍ୟା 8:15 ତାଙ୍କୁ ଆମେ ତାଙ୍କ ଧରିଛୁ ଏବଂ ତାଙ୍କ ପୋଜିସନ୍ରୁ ଆମେ 20,000 ଟଙ୍କା ଯେଉଁ ଲାଞ୍ଚ ଟଙ୍କା ବି ଜବତ କରାଯାଇଛି। ସୁବର୍ଣ୍ଣପୁରର ମଣ୍ଟୁ ମନ୍ତ୍ରା, ଫୋକସ୍ ପ୍ଲସ୍।